ତାଙ୍କର ଆଚମ୍ବିତ ସୁରକ୍ଷା। ପୃଷ୍ଠା 140 ଦିବ୍ୟ ସମାଚାର। 1999 ମସିହାରେ ଗୋଟେ ଘଟଣା। ଜି ନାମକ ଆଶ୍ରମରେ ଜଣେ ସ୍ଥାୟୀ ସାଧକଙ୍କୁ ହାଇଦ୍ରାବାଦ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ହ୍ୟୁମାନ ଷ୍ଟଡିଜର ରୌପ୍ୟ ଜୟନ୍ତୀ ଉତ୍ସବକୁ ଯିବା ପାଇଁ ନିମନ୍ତ୍ରଣ ଆସିଥିଲା। ସେ ଚାରମିନାର ଏକ୍ସପ୍ରେସ ଟ୍ରେନ ଗାଡିରେ ଗୋଟେ ଅପର ବର୍ଥ ସଂରକ୍ଷଣ କରି ଯାତ୍ରା କରୁଥାନ୍ତି। ରାତ୍ରି ପ୍ରାୟ 4ଟା ହେବ। ସେ ଭୟଙ୍କର ପାଟି ଶୁଣି ହଠାତ୍ ଉଠି ପଡିବା ମାତ୍ରେ ଗୋଟେ ଶକ୍ତ ଧକ୍କା ଅନୁଭବ କଲେ। ତାଙ୍କର ବସିଥିବା ସ୍ଥାନରୁ ତଳେ ପଡିଗଲେ। ସମସ୍ତ ଆଲୁଅ ଲିଭିଗଲା। ସେ ସହଯାତ୍ରୀ ମାନଙ୍କୁ ପଚାରିଲେ, ଭାଇ ଘଟଣାଟି କଣ? କଣ ଘଟିଲା? କେହି କିଛି ଜାଣିନାହାନ୍ତି। ଏହିପରି ତାଙ୍କର ବଗିଟି ଭୀଷଣ ଶବ୍ଦ ହୋଇ ଥରିବାକୁ ଲାଗିଲା, ସତେଅବା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ। ଜୀଙ୍କ ହୃଦୟର ଗଭୀରତମ ପ୍ରଦେଶରୁ ସହସା ଗୋଟିଏ ପ୍ରାର୍ଥନା ଜାଗ୍ରତ ହେଲା। ହେ ମା, ମୋତେ ରକ୍ଷା କର। ଆର୍ତ୍ତ କଣ୍ଠରେ ମୁଁ ଐକାନ୍ତିକ ପ୍ରାର୍ଥନା ଜଣାଉଛି। ଏହାପରେ ସେ ଅନୁଭବ କଲେ ତାଙ୍କର ବଗିଟି ଉପରକୁ ଉଠିଲା ଓ ଅଧ ମିନିଟ ମଧ୍ୟରେ ପୁଣି ତଳକୁ ଆସିଗଲା। ଜୀଙ୍କର ଟିକେ ହେଲେ କେଉଁଠାରେ ଆଘାତ ଲାଗିନଥାଏ। ବଗି ମଧ୍ୟରେ ଥିବା ସମସ୍ତ ଯାତ୍ରୀ ଆବାକାବା ହୋଇଯାଉଥାନ୍ତି। ସେମାନେ ବାହାରକୁ ଆସିବାକୁ ସାହସ କରିପାରୁନଥାନ୍ତି। ସବୁଆଡେ କଳା ମିଚମିଚ ଅନ୍ଧାର ଲାଗି ରହିଥାଏ। କାହାରି ପାଖରେ ଗୋଟିଏ ଡିଆସିଲି ମଧ୍ୟ ମାରି ଜଳାଇବାକୁ ନଥାଏ। ଯେତେବେଳେ ଟିକେ ଝିପ୍ ଝିପ୍ ଦେଖାଗଲା, ତାଙ୍କ ବଗିର ଯାତ୍ରୀମାନେ ପଦାକୁ ବାହାରିଲେ। ସେମାନେ ଦେଖନ୍ତି ବଗିଟିର ସମସ୍ତ ଚକ ବାହାରି ଯାଇଛି। ବଗିଟି ପେଟ ମାଡି ମାଟି ଉପରେ ରହିଯାଇଅଛି। ତାଙ୍କ ବଗିଠାରୁ ଅଧ ଫର୍ଲଙ୍ଗ ଦୂର ପର୍ଯ୍ୟନ୍ତ ସମସ୍ତ ବଗି ଓଲଟି ପଡିଯାଇଛି। ବଗି ଗୁଡିକର କବାଟ କଟାଯାଇ ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ। ତାଙ୍କ ବଗିର ପଛରେ ଥିବା ସମସ୍ତ ବଗି ପ୍ରାୟ ଅଧ ଫର୍ଲଙ୍ଗ ପର୍ଯ୍ୟନ୍ତ ଠିଆ ହୋଇ ରହିଥାଏ। ଇଞ୍ଜିନ ଓ ପ୍ରଥମ ବଗିଟି ପ୍ରାୟ 400 ମିଟର ଦୂରରେ ଯାଇ ଚୁରମାର ହୋଇ ପଡିଥାଏ। ସବୁଆଡେ ମୃତ ଶବ। ଖଣ୍ଡିଆ ଖାବଡା ହୋଇ ଲୋକମାନେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବା ଦ୍ୱାରା ଆକାଶ ପାତାଳ ପ୍ରତିଧ୍ୱନିତ ହେଉଥାଏ। ସମସ୍ତ ରେଳପଥ ଏକବାରକେ ବଙ୍କା ଟଙ୍କା ଇଆଡେ ସିଆଡେ ହୋଇ ପଡି ରହିଥାଏ। କିନ୍ତୁ ଜି ଯେଉଁ ବଗିରେ ଥିଲେ ସେଥିମଧ୍ୟରୁ ଜଣେ କେହି ହେଲେ ଆହତ ହୋଇନଥାନ୍ତି। ଏପରିକି ସେମାନଙ୍କ ଶରୀରରେ ଟିକେ ଆଘାତ ମଧ୍ୟ ଲାଗିନଥାଏ। ଯେତେବେଳେ ଜିଙ୍କର ବଗିଟି ଉପରକୁ ଉଠି ଯାଇଥିଲା ଓ ପୁଣି ତଳକୁ ଖସି ଆସିଥିଲା, ସେତେବେଳେ ଜି ଅନୁଭବ କରିଥିଲେ ସତେଅବା କୌଣସି ଶକ୍ତିର ଅଦେଖା ହସ୍ତ ସ୍ପର୍ଶରେ ତାଙ୍କ ବଗିଟି ତଳେ ଆସ୍ତେ କରି ରହିଗଲା। ଇଏ ହଉଛି ଆକ୍ଚୁଆଲି ଯେତେବେଳେ ଆମେ କହିଦଉଛୁ ମାଙ୍କୁ, ମା କେମିତି ଆମକୁ ସୁରକ୍ଷା ଦେଇଥାନ୍ତି। ସେଥିପାଇଁ କୁଆଡେ ଗଲା ଆଇଲା ବେଳେ ମାଙ୍କୁ ଜଣେଇକିରି ସମାଧିରେ କହିକି ଯିବା ହଉଛି ଆମ ପାଇଁ ମାଙ୍କର ସୁରକ୍ଷା ଆମ ସହିତ ରହିବ। ମା ଶ୍ରୀ ମା। Thank you all, Aravar.